ଆମ ବାଡ଼ିରେ ଖଟା ଜିନିଷର ଗଛ ଗୁଡ଼ାକ ବହୁତ ସାରା ଭରି ହେଇକି ରହିଛି। ବର୍ତ୍ତମାନ ଅଛି ଆମ ବାଡ଼ିରେ ଲେମ୍ବୁ ଗଛ ଅଛି, ଲେମ୍ବୁ ପରେ ପରେ ଆମ୍ବ ବି ଅଛି, ଆଉ ତା ସହିତ ଓଉ ଗଛ ମଧ୍ୟ ଅଛି। କିନ୍ତୁ ଖଟା ଖାଇଲା ବାଲା ଘରେ ଏତେ କେହି ନାହାନ୍ତି, ତ ଯାହା ଯେତିକି ହେଉଛି ଏମିତି ବାଣ୍ଟ କୁଣ୍ଟରେ ଯାଏ। ତ ଆଜି ବି ଜଣେ ଆସିଥିଲେ ଲେମ୍ବୁ ନେବା ପାଇଁ, ବୋଉ ବାଡ଼ିରେ ପଶିଗଲା, ସେ ଗଛ ଜଙ୍ଗଲ ଟାଇପ୍ର ହେଇଛି, ତା ଭିତରେ ପଶିକି ଲେମ୍ବୁ ଗୁଡ଼ାକ ତୋଳୁଛି। ବହୁତ କଣ୍ଟା ଅଛି, ତା ସହିତ ଡର ବି ଲାଗୁଛି, ଜଙ୍ଗଲ ଗୁଡ଼ାକ ଅଛି, ସଫା ହେଇନି। ଆଉ ଦେଖିପାରୁଥିବେ ଗଛ ଉପରେ ପୁରା ଲଟା ଗୁଡ଼ାକ ମାଡ଼ି ହେଇକି ରହିଛି, ତ ଟିକେ ଡର ଲାଗୁଛି। ଆଗରୁ ଆମ ବାଡ଼ିରେ 4-5ଟା ଗଛ ଥିଲା, କିନ୍ତୁ ସବୁ ଗଛ ଗୁଡ଼ାକ କ'ଣ ପାଇଁ କେଜାଣି କିଛି ଦିନ ଫଳ ହେବା ପରେ ଆପେ ମରିଯାଏ। ତ ଯାହା ହଉ ଏଇ 2ଟା ଗଛ ଅଛି ଆମ ବାଡ଼ିରେ ଏବେ, କିନ୍ତୁ ଏଇ ଗୋଟାଏରୁ ଆମେ ଲେମ୍ବୁ କିଛିଟା ବରଂ ପାଉଛୁ। ବାକି ଆଉ ଗୋଟେ ଗଛ ଯେଉଁଟା ଅଛି ତା ପାଖକୁ କେବେ କୋଉଦିନ ଯାଇନୁ, ଏତେ ଜଙ୍ଗଲ ଭିତରେ ଅଛି। ତ ମୁଁ କେବେ ସେଇଟା ଟ୍ରାଏ କରିବି ଭିଡ଼ିଓରେ ଆପଣମାନଙ୍କୁ ଦେଖିବା ପାଇଁ। ତ ଲେମ୍ବୁ ତୋଳାତୋଳି ବୋଉ ସେପଟେ ଲେମ୍ବୁ ତୋଳୁଛି, ଆଉ ମୁଁ ଏପଟେ ବାବୁ ସହ ଆସି ଟିକେ ମଜାମସ୍ତି ଚଲେଇଛି। ଆଉ ସେପଟେ ଗୋଟେ ଚଢ଼େଇଟେ ଉଡ଼ି ଯାଉଛି, ବାବୁ ତାର ତାକୁ ଦେଖି ବହୁତ ଖୁସି ହେଉଛି, ଆଉ ତାକୁ ଡାକୁଛି ବି ମଧ୍ୟ। ଆଉ ଏପଟେ ଗୁରୁବାର ଓଷା ପାଇଁ ଆମର ଧାନ ବାଡ଼ାବାଡ଼ି ଷ୍ଟାର୍ଟ ହେଇଗଲାଣି। ତ ଆପଣଙ୍କ ଏରିଆରେ ହେଲାଣି କି ନାହିଁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଗୁରୁବାର ଓଷା କେବେ କରୁଛନ୍ତି?